ବିଶ୍ୱମ୍ବର ଦାସ ସମ୍ବାଦ। ମତ୍ସ୍ୟ ଦେଶରେ ଜନୈକ ବଣିଆ କରଣ ରହୁଥିଲେ, ଯାହାଙ୍କର ନାମ ଥିଲା ବିଶ୍ୱମ୍ବର ଦାସ। ବିଶ୍ୱମ୍ବର ଦାସ ପତ୍ନୀ ରେବତୀ ଓ ପୁତ୍ର ରଘୁନାଥଙ୍କୁ ନେଇ ଈଶ୍ୱର ତଥା ସାଧୁ ସନ୍ଥମାନଙ୍କ ସେବାରେ ମନପ୍ରାଣ ଢାଳି ଦେଇ ସଦା ପ୍ରଫୁଲ୍ଲ ଚିତ୍ତରେ ଚଳି ଆସୁଥିଲେ। ଏକଦା କେତେଜଣ ସାଧୁ ଏକତ୍ର ହୋଇ ବିଶ୍ୱମ୍ବର ଦାସଙ୍କ ଘରେ ପହଞ୍ଚିଲେ। ସାଧୁମାନଙ୍କ ବରାଦ ଅନୁସାରେ ଭୋଜନ ନିମିତ୍ତ ଘୃତ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ପିତା ପୁତ୍ର ମିଶି ଅନ୍ୟ ଏକ ସାଧୁଙ୍କ ଘରୁ ସିନ୍ଧି ଗାତ କରି ଘୃତ ଚୋରି କଲେ। ଘୃତ ଭାଣ୍ଡଟିକୁ ସିନ୍ଧି ଗାତ ଭିତରେ ଥୋଇ ପୁତ୍ର ରଘୁନାଥ ପିତା ବିଶ୍ୱମ୍ବରଙ୍କ ହାତକୁ ବଢ଼େଇ ଦେଉଥିବା ବେଳେ ଅନ୍ୟପଟେ ସାଧୁ ଜଣକ ଏକଥା ଜାଣିପାରି ପଛରୁ ରଘୁନାଥର ଗୋଡ଼କୁ ଟାଣି ଧରିଲେ। କାଳେ ଧରା ପଡ଼ିଯିବେ, ଏହି ଭୟରେ ପିତା ପୁତ୍ରଙ୍କର ମିଳିତ ବିଚାରରେ ପିତା ବିଶ୍ୱମ୍ବର ପୁତ୍ର ରଘୁନାଥର ମୁଣ୍ଡଟିକୁ କାଟିଦେଲେ। ପୁତ୍ରର କଟା ମୁଣ୍ଡ ଓ ଘୃତ ଭାଣ୍ଡକୁ ଧରି ଘରେ ପହଞ୍ଚି ସାଧୁମାନଙ୍କ ଭୋଜନ କାର୍ଯ୍ୟରେ ମନପ୍ରାଣ ଢାଳିଦେଲେ। ସାଧୁମାନେ ଭୋଜନରେ ସନ୍ତୁଷ୍ଟ ହୋଇ ପୁତ୍ରକୁ କଲ୍ୟାଣ କରି ଫେରିଯିବାକୁ କୁହନ୍ତେ ଭକ୍ତ ବିଶ୍ୱମ୍ବର ଦାସ ଅଶ୍ରୁପୂର୍ଣ୍ଣ ନୟନରେ ପୁତ୍ରର କଟା ମୁଣ୍ଡକୁ ଦେଖାଇବା ପାଇଁ ବାଧ୍ୟ ହେଲେ। हे मन हुआ सावधान, जे व्रत खंड मत्स्य देश, ढेंकानाल रे तार बास, जाति रे बणिया करण, तार कुटुंब 3 जन, ताहार नाम विश्वम्भर, भगति पणे बलियार। भारी जाना मतारे बती, पतिर आज्ञा न लंघंती, पुत्रर नाम रघुनाथ, पितार चरणे भगत, हेमंत 3 जन थांती, श्रीकृष्ण पादे देई मती, नाम भजन अप्रमित, नित्य पढ़ंती भागवत। जे अभ्यागत अवधूत, द्वारे ताहेले उपगत, नाही बोलिबा मुखुतार, केबे हेनु हई बाहार, अतिथि जमाउत होई, अइले तीर्थ जीवा पाई, भिक्षार अर्थे ग्राम पुरे, मागंती बुली द्वारे द्वारे। लोके बोलंती तांकु चाही, सुन हे वैष्णव गोसाई, करण नामे विश्वम्भर, विजय कर तार घर, अवश्य तो शिव भोजने, शुणी चलिले साधु माने, द्वारे ता होइले प्रवेश, दिवस आसी हेला शेष। डाकिले आहे विश्वम्भर, आंभ चरचा बेगे कर, देखिला साधु वृंद डोले, प्रणाम कला पाद तले, उठी कपाळे कर देला, कि आज्ञा हेउछि बोइला, अतिथि
ରଚା ବେଗେ ଆଣ। ତାହା ଶୁଣିଣ ଚଳିଗଲା, ମନ୍ଦିରେ ପ୍ରବେଶ ହୋଇଲା। ପୁତ୍ର ଭାରି ଜାଙ୍କୁରାଇଣ, ସକଳ କରି ଆୟୋଜନ। ବୋଇଲେ ସାଧୁ ବୃନ୍ଦେ ଶୁଣ, ଛାମୁରେ କରୁଛି ଜଣାଣ। ସମସ୍ତ ଦ୍ରବ୍ୟ ଆଣିଦେଲି, ଘୃତ ମାତ୍ର କନ ପାଇଲି। ଶୁଣି ବୋଇଲେ ସାଧୁ ଗଣ, ପବିତ୍ର ନୁହଁଇ ଭୋଜନ। ଘୃତ ଆସିବ ରାନ୍ଧୁ ରାନ୍ଧୁ, ଅବଶ୍ୟ ଦେବେ ଦିନ ବନ୍ଧୁ। ଘରକୁ ପିତା ପୁତ୍ର ଗଲେ, ବସିଣ ବିଚାର ଯେ କଲେ। ଯେ ସାଧୁ ପର ଉପକାରେ, ମିଥ୍ୟା କହିଣ ଚୋରି କରେ। ଏଥିରେ ଦୋଷ ନାହିଁ କିଛି, ବୋଲି ଶାସ୍ତ୍ରରେ କହିଅଛି। ଘୃତ ନ ମିଳିଲା ତ ନାହିଁ, ଚୋରାଇ ଯିବା ଏଥିପାଇଁ। ସେ ନହିଲା ତା ଦେଖି କୁମର ବୋଇଲା। ସ୍ୱରୂପ ଶୁଣ ଆହେ ତାତ, ଏଥର ସରିଲା ମହତ। ରାତ୍ର ଯଦ୍ୟପି ପାହିଯିବ, ଚିହ୍ନି ସାଧୁ ତ ଦଣ୍ଡ ଦେବ। ସାଧୁଙ୍କ ସେବା ହିଁ ନୋହିବ, ଏତେକ କଷ୍ଟ ବ୍ୟର୍ଥ ହେବ। ଏଥକୁ ବିଚାର ନ କର, କାଟିଣ ନିଅ ମୋର ଶିର। ସାଧୁମାନଙ୍କ ସେବା ହେଉ, ଆମ୍ଭର ମହତ୍ଵ ନ ଯାଉ। ମୁଣ୍ଡ ନଥିଲେ ପିଣ୍ଡ ଏଥେ, ଚିହ୍ନା ନ ଯିବ କଦାଚିତେ। ଶୁଣି ପିଅର କାତି ଧରି, ମନରେ କୃଷ୍ଣ ଚିନ୍ତା କରି। ଛେଦନ କରି ପୁତ୍ର ଶିର, ଲୁଚାଇ ରଖିଲା ତା ଘର। ଧରିଲା ଘୃତ ଭାଣ୍ଡ ହସ୍ତେ, ଘରକୁ ଚଳିଲା କରିତେ। ମୁଣ୍ଡ ଭାରି ଯା ହସ୍ତେ ଦେଲା, ଲୁଚାଇ ରଖ ଗୋ ବୋଇଲା। ବୁଝ
ବୁଝାଇ କହିଲା ସମସ୍ତ ଶୁଣି ଆନନ୍ଦ ହେଲା ମାତ।